సరే అక్కడ ఎలా వాడతారు అక్కడ కూడా కట్టించాను కదా అటు వెళ్ళండి అటు చెప్తున్నానా అది మున్సిపల్ పట్టించుకోదు ఏమంటే ଯେତେବେଳେ ଲିଙ୍ଗ ଟାଣ ହୋଇଯାଏ ଲିଙ୍ଗ ସିଧା ହୋଇଯାଏ ଏବଂ ଲିଙ୍ଗର ଶୀର୍ଷ ଭାଗ ଟିକେ ବଙ୍କା ରହିଥାଏ କିନ୍ତୁ ଲିଙ୍ଗର ଶୀର୍ଷର ବ୍ୟାଣ୍ଡ ତଳେ ଯନ୍ତ୍ରଣା ଅନୁଭବ ହୁଏ ତେବେ ଏହାକୁ ଟାଇଟ୍ ଫ୍ରେନୁଲମ୍ ବୋଲି କୁହାଯାଏ। ତେଣୁ ଏହି ଟାଇଟ୍ ଫ୍ରେନୁଲମ୍ର କାରଣ କ'ଣ କାହିଁକି ଏହା ହୋଇଥାଏ ଏବଂ ଏହାର ସ୍ଥାୟୀ ସମାଧାନ ଏହି ଭିଡିଓରେ ମୋ ଦ୍ୱାରା ବ୍ୟାଖ୍ୟା କରାଯାଉଛି। ମୋର ନାଁ ହେଉଛି ଡକ୍ଟର କ୍ରାନ୍ତି କୁମାର ରେଡ୍ଡି, ଆଣ୍ଡ୍ରୋଲୋଜିଷ୍ଟ ପରାମର୍ଶଦାତା। ଯେତେବେଳେ ମଧ୍ୟ ଲିଙ୍ଗର ସ୍ଥାପନା ହୋଇଥାଏ ମାନେ ଲିଙ୍ଗ ସିଧା ହୋଇକି ଠିଆ ହୋଇଥାଏ ଏହାକୁ ଗ୍ରନ୍ଥି ବୋଲି କୁହାଯାଏ। ଯେତେବେଳେ ଏହି ଗ୍ରନ୍ଥିଗୁଡ଼ିକ ଆଗକୁ ବଙ୍କା ହୋଇଯାଏ ଏବଂ ଫ୍ରେନୁଲମ୍ ନାମକ ଏକ ବ୍ୟାଣ୍ଡ ଯନ୍ତ୍ରଣାଦାୟକ ହୋଇଯାଏ ଯେମିତି ଆପଣମାନେ ଏହି ଛବିରେ ଦେଖିପାରୁଥିବେ। ଏହି ଯନ୍ତ୍ରଣାର ମୁଖ୍ୟ କାରଣ ହେଉଛି ସର୍ଟ ଫ୍ରେନୁଲମ୍ ଅର୍ଥାତ୍ ବ୍ୟାଣ୍ଡ ଛୋଟ ଏବଂ ଟାଣ ଏବଂ ଯେତେବେଳେ ଇରେକ୍ସନ୍ ଥାଏ ସେତେବେଳେ ଟ୍ରାକ୍ସନ୍ ହୁଏ ଯାହା ଏହି ଶୀର୍ଷକୁ ବଙ୍କା କରିଦେବ ଏବଂ ଏହା ସହିତ ଯନ୍ତ୍ରଣା ମଧ୍ୟ ବହୁତ ହେବ। ଯେତେବେଳେ ଗ୍ରନ୍ଥିଗୁଡ଼ିକ ବଙ୍କା ହୋଇଯାଏ ଏବଂ ଯନ୍ତ୍ରଣା ଆସେ ସେତେବେଳେ ସେହି କ୍ଷେତ୍ରରେ ସେଇମାନେ ଯୌନ ସମ୍ପର୍କ କରିବାକୁ ଚେଷ୍ଟା କରନ୍ତି। ଯନ୍ତ୍ରଣା ହେତୁ ସେମାନଙ୍କର ଯୌନ ଏକାଗ୍ରତା ବିଚ୍ଛିନ୍ନ ହୋଇଯାଏ ଯାହାଦ୍ୱାରା ଗତି ମନ୍ଥର ହେବାର ସମ୍ଭାବନା ଥାଏ। ଆହୁରି ମଧ୍ୟ ଯେତେବେଳେ ଗ୍ରନ୍ଥିରେ ବଙ୍କା କିମ୍ବା ସର୍ଟ ଫ୍ରେନୁଲମ୍ ଥାଏ ସେତେବେଳେ ସେହି ଲୋକମାନେ ଯେତେବେଳେ ସେକ୍ସ କରନ୍ତି ସେତେବେଳେ ଫ୍ରେନୁଲମ୍ ଟାଣ ହୋଇଯିବ ଏବଂ ଯେତେବେଳେ ସେମାନେ ଆକ୍ରୋଶ ହେତୁ ଯୌନ ସମ୍ପର୍କ ରଖନ୍ତି ଏହା ବ୍ୟାଣ୍ଡ କଟି ଯାଇପାରେ। ଯେତେବେଳେ ଏହା ଘଟିବ ସେଠାରେ ଗୁରୁତର ଯନ୍ତ୍ରଣା ଏବଂ ପ୍ରବଳ ରକ୍ତସ୍ରାବ ହେବ। ତେଣୁ ଯଦି ଫ୍ରେନୁଲମ୍ ଛୋଟ ତେବେ ପ୍ରଥମେ ଫ୍ରେନୁଲମ୍ କ୍ଷୁଦ୍ର ଏବଂ ଆପଣ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର ମୂଲ୍ୟାଙ୍କନ କରାଯିବ। ଏଥିପାଇଁ ଏକ ସରଳ ପ୍ରଣାଳୀ ଯାହାକୁ ଫ୍ରେନୁଲୋପ୍ଲାଷ୍ଟି ବୋଲି କୁହାଯାଏ। ଫ୍ରେନୁଲୋପ୍ଲାଷ୍ଟିରେ ଅତିକ୍ରମ କରି ଲିଙ୍ଗରେ ଥିବା ଫ୍ରେନୁଲମ୍ ସମସ୍ୟାକୁ ସମ୍ପୂର୍ଣ୍ଣ ସଫା କରାଯାଇପାରିବ ଏବଂ ଭବିଷ୍ୟତରେ ଫ୍ରେନୁଲମ୍ ସ୍ୱଳ୍ପ ମଧ୍ୟ ହେବ ନାହିଁ ଏବଂ ତେଣୁ ଯଦି ଫ୍ରେନୁଲମ୍ ଯୌନ କାର୍ଯ୍ୟକଳାପରେ ସେଠାରେ କୌଣସି ଯନ୍ତ୍ରଣା ହେବ ନାହିଁ ଏବଂ ଏହାର ସ୍ଥାପତ୍ୟରେ ମଧ୍ୟ ଉନ୍ନତି ଘଟିବ। ଯେହେତୁ ଆମେ ବ୍ୟାଣ୍ଡ କାଟି ଫ୍ରେନୁଲୋପିଷ୍ଟ କରୁ ତେଣୁ ଯୌନ କାର୍ଯ୍ୟକଳାପ ସମୟରେ ରକ୍ତସ୍ରାବ ହେବାର କୌଣସି ସମ୍ଭାବନା ନଥାଏ। ତେଣୁ ଯିଏ ସର୍ଟ ଫ୍ରେନୁଲମ୍ରେ ପୀଡ଼ିତ ଯେତେବେଳେ ଇରେକ୍ସନ୍ ଅଛି ଟିପ୍ ବଙ୍କା ଯନ୍ତ୍ରଣା ଅନୁଭବ କରିବେ ଯିଏ ବି ପୂର୍ବରୁ ବ୍ୟାଣ୍ଡ କଟ୍ କିମ୍ବା ଅଧା ବ୍ୟାଣ୍ଡ ସହିତ ସର୍ଟ ଫ୍ରେନୁଲମ୍ ସହିତ ଯୌନ ଚେଷ୍ଟା କରିସାରିଛନ୍ତି ପରବର୍ତ୍ତୀ ସମୟରେ ବ୍ୟାଣ୍ଡ କଟିବାର ଅଧିକ ସମ୍ଭାବନା ରହିବ ଏବଂ ରକ୍ତସ୍ରାବ ହେବାର ସମ୍ଭାବନା ମଧ୍ୟ ରହିବ। ତେଣୁ ଯିଏ କ୍ଷୁଦ୍ର ଫ୍ରେନୁଲମ୍ରେ ପୀଡ଼ିତ ସେ ଜଣେ ଯୋଗ୍ୟ ଆଣ୍ଡ୍ରୋଲୋଜିଷ୍ଟଙ୍କ ସହିତ ପରାମର୍ଶ କରିବା ଉଚିତ ଯାହାଦ୍ୱାରା ସେମାନେ କ୍ଷୁଦ୍ରତାର ଡିଗ୍ରୀ ଆକଳନ କରିପାରିବେ ଏବଂ ଫ୍ରେନୁଲୋପ୍ଲାଷ୍ଟିର ଏକ ସରଳ ପଦ୍ଧତି ମଧ୍ୟ ସେମାନଙ୍କ ଦ୍ୱାରା କରାଇପାରିବେ। ଏହି ପରିସ୍ଥିତିରେ ଆପଣ ଭବିଷ୍ୟତରେ ଏହି ସମସ୍ୟା ଆଉ ପାଇବେ ନାହିଁ ଏବଂ ଆପଣ ଏକ ସୁଖୀ ଯୌନ ସମ୍ବନ୍ଧ ଏବଂ ଯୌନ ଜୀବନ ମଧ୍ୟ ଉପଭୋଗ କରିପାରିବେ। ମୁଁ ପ୍ରତି ଶନିବାର ଦିନ ସକାଳ 9ଟାରୁ ରାତି 1 ପର୍ଯ୍ୟନ୍ତ ବିଶାଖାପଟ୍ଟନମ୍ ଭାଇଜାଗରେ ପରାମର୍ଶ ଦେଇପାରିବି। ଏହି ସମସ୍ୟାରେ ଶିକାର ହେଉଥିବା ବ୍ୟକ୍ତି 9346298490କୁ ଫୋନ୍ କରିକି ଆମ ବିଶାଖାପଟ୍ଟନମ୍ ଶାଖାରେ ପରାମର୍ଶ କିମ୍ବା ନିଯୁକ୍ତି ମଧ୍ୟ ନେଇପାରିବେ। ଧନ୍ୟବାଦ।